शुक्लांबरधरं विष्णु शशिवर्णं తొలగుదు शुक्लांबरधरं विष्णु शशिवर्णं शुक्लांबरधरं विष्णु शशिवर्णं चतुर्भुजा प्रसन्नवदनं ध्यायेत् सर्वविघ्नोपशान्तये शान्ताकारं भुजगशयनं पद्मनाभं सुरेशं विश्वधारं गगनसदृशं मेघवर्णं सुभास्करं लक्ष्मीकान्तं कमलनयनं यज्ञविद्यारम्भं वन्दे विष्णुभवहारं सर्वलोकैकनाथं शुभसखरं स्वनन्यपराजयमाद पूज्य गुरुजी गुणबंद और उपस्थित मुझे तुम्हारा भाई बहनी माने ମୁଁ ସଂସ୍କୃତି ଇଂରାଜୀ ଛାତ୍ର ଆପଣମାନଙ୍କ ନିକଟରେ କାର୍ତ୍ତିକ ମହାତ୍ମା ବିଷୟରେ କହିବାକୁ ଯାଉଛି। ମାସକ 12 ମାସ ସେଥିମଧ୍ୟରୁ କାର୍ତ୍ତିକ ମାସ ଅନ୍ୟତମ। ଏ କାର୍ତ୍ତିକ ମାସକୁ ମୁଁ କାର୍ତ୍ତିକ ମାସ, ଦାମୋଦର ମାସ, ଚଉରା ମୂଳ ମାସ, ଆଲୋକ ମାସ ବା ଦଶହରା ମାସ ଅନେକ ଏ ମାସ ବ୍ୟାଖ୍ୟା ହୋଇଛି। କାର୍ତ୍ତିକ ମାସ କୁମାର ପୂର୍ଣ୍ଣିମାର ଶେଷ ପରଠାରୁ ଆରମ୍ଭ ହୋଇଥାଏ। এই মাସ ଅମାବାସ୍ୟାରେ ଦୀପାବଳି ପାଳନ କରାଯାଇଥାଏ। ଲୋକମାନେ ପିତୃପୁରୁଷମାନଙ୍କୁ ପଇସା ଦେଇଥାନ୍ତି ଓ ସନ୍ଧ୍ୟା ସମୟରେ ବଡ଼ ବଡ଼ ଦେଖିଥାନ୍ତି। ଏହି ମାସରେ ଚକୁରିଆ ପଣ୍ଡା ଗାଁ ଗାଁ ବୁଲି ଭିକ୍ଷା ଗ୍ରହଣ କରୁଥାନ୍ତି। ବର୍ଷକ 12 ମାସ ମାସରେ କାର୍ତ୍ତିକ କାନ ପାଇ ଶୁଣୁଥା ଚକୁରିଆ ଡାକ ଭାଇ ଚକୁରିଆ ଡାକ ତୁଳସୀ ତୁଳସୀ ଦାସ କାର୍ତ୍ତିକ ମାସରେ ତୁଳସୀକୁ ପାନ କରେ ରହିବ ଖୁସି ବାବା ରହିବେ ଝଡ଼ି ବଳ ନବମୀରେ ରାଧା ପାଦ ସନ୍ଧାନ କରିବାର ବିଧି ରହିଛି। କାର୍ତ୍ତିକ ମାସ ଶେଷ ଦିନକୁ କାର୍ତ୍ତିକ ପୂର୍ଣ୍ଣମୀ କାର୍ତ୍ତିକ ମାସ ଶେଷ ଦିନକୁ ରାସ ପୂର୍ଣ୍ଣିମା କରାଯାଇଥାଏ। ସେଇଦିନ ଲୋକମାନେ ନଦୀ ସ୍ନାନ କରି ସେଇଦିନ ଲୋକମାନେ ନଦୀ ସ୍ନାନ କରି କଦଳୀ ପାତୁକରେ ଡଙ୍ଗା ବସାଇ ସେଥିରେ ପାନ ଗୁଆ ଦୀପ ଫୁଲ ରଖି ନଦୀ ପୋଖରୀରେ ଡଙ୍ଗା ବସାଇଥାନ୍ତି। ଆକାମା 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 ବଇ ଆକାମା ବଇ ପାନ ଗୁଆ ଥୋଇ ପାନ ଗୁଆ ତୋର ମାସିକ ଧର୍ମ ମୋର ଏହିପରି ଭାବେ ଗୀତ ଗାଇ ଧନ୍ୟବାଦ।